ଦେଖନ୍ତୁ 2025 2026 ପ୍ରଥମେ ଅଭିନନ୍ଦନ ଦଉଛି 2026 ପାଇଁ ସମଗ୍ର କଟକବାସୀକୁ ଓଡ଼ିଶାବାସୀକୁ। କିନ୍ତୁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ 2025 କିଛି ଭଲ ବି ଅଛି, କିଛି ଖଟା ବି ଅଛି, କିଛି ମିଠା ବି ଅଛି। ମିଠା ଅଛି ବହୁତ ଜିନିଷ, ଲୋକଙ୍କ ଜନସମର୍ଥନ, ଲୋକଙ୍କର ଭଲ ପାଇବା, ଲୋକଙ୍କ ବିଶ୍ୱାସ ଆମେ ପାଇଲୁ। ଦୁଃଖଦପୂର୍ଣ୍ଣ ଘଟଣା ଘଟୁଛି ଯେ ବିଗତ ଦିନରେ କଟକରେ ବଢ଼ିଆ ସେନ୍ସିଟିଭ ଜାଗାରେ, ସ୍ପର୍ଶକାତର ଜାଗାରେ ଆପଣ ଦେଖିଥିବେ ବିଗତ ଦିନରେ ଗୋଟେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। କିଛି କଟକ ଅଶାନ୍ତ ହେବାକୁ ଚେଷ୍ଟା କରୁଥିଲା। ତେଣୁ ସେଇଟା ବି ଭାରି ଦୁଃଖ ଲାଗିଲା, ଯୋଉଟା କି ସେ ଜିନିଷ ହେବା ଉଚିତ ନୁହଁ। ଆମର 1000 ବର୍ଷର ସହର, ତେଣୁ 1000 ବର୍ଷ ସହରରେ ଘଟଣା ଘଟିନଥିଲା, ଘଟିବା ଉଚିତ ଥିଲା। ଆମେ ତ ରାଜନୈତିକ ବ୍ୟକ୍ତି ବିଶେଷ ସବୁବେଳେ ପରିବାର ତରଫରୁ କମ୍ପ୍ଲେନ୍ ଆସେ ଯେ ପରିବାରକୁ ଯେତିକି ସମୟ ଦେବା କଥା ଦେଇପାରୁନୁ। କିନ୍ତୁ ଆମେ ତ ପରିବାରଟା ଆମେ ଲୋକଙ୍କୁ ଭାବୁଛୁ, ଜନସାଧାରଣ ଭାବୁଛୁ, କଟକ ସହର ଜନସାଧାରଣ ଭାବୁଛୁ, ଓଡ଼ିଶାରେ ଭାବୁଛୁ। ପରିବାର ସମସ୍ତ, ଖାଲି ପରିବାର ନିଜର ନୁହଁ, ସମସ୍ତେ ତ ଆମ ପରିବାର। ତେଣୁ ତାଙ୍କଠୁ ଆମେ ଅକୁଣ୍ଠ ସେଥିରେ ସହଯୋଗ ପାଇଛୁ, ଆଉ ପାଇବୁ ମଧ୍ୟ। ଲୋକଙ୍କ ମୁହଁରେ ହସ ଥାଉ, ପ୍ରତ୍ୟେକ ପରିବାର ମୁହଁରେ ହସ ଥାଉ, ପ୍ରତ୍ୟେକ ପିଲା ରୋଜଗାରକ୍ଷମ ହଉ, ଭଲରେ ତାଙ୍କ ପରିବାରକୁ ଚଳାନ୍ତୁ। ନାଇଁ ଦେଖନ୍ତୁ, ରାଜନୀତି ଗୋଟେ ଜିନିଷଟା ହେଉଛି, ରାଜନୀତି ସେବାଟା ଗୋଟେ ଅଲଗା ଜିନିଷ। ରାଜନୀତି ସେବା, ରାଜନୀତିକୁ ଯଦି ସେବା କରି ଭଳିଆ ନେଇକି ନିଆଯାଏ ତାହେଲେ ଭଲ। ରାଜନୀତିଟାକୁ ଯଦି ଭୋଗ ଭଳିଆ ନିଆଯାଏ, ତାକୁ ଗୋଟେ ଉପଭୋଗ କରିବା ନିଆଯାଏ, ବେନିଫିସିଆରୀ ହେବାକୁ ଚାହିଁବ, ଅଲଗା କଥା। ରାଜନୀତିରେ ଯିଏ ପ୍ରକୃତରେ ରାଜନୀତି କରିବାକୁ ଚାହିଁବ, ସେବା ମନୋବୃତ୍ତିରେ ନେଇ କରିବା ଉଚିତ ଆମ ମତରେ। ଯେ ରାଜନୀତିକୁ ଭୋଗ ବିଳାସ ମନୋବୃତ୍ତି ନେଇ କରୁଛନ୍ତି, କି ଗୋଟେ କିଛି ଲାଭ କରୁଛନ୍ତି, ସେଇଟା ଉଚିତ ନୁହଁ। ଯୋଉ ପିଢ଼ିକୁ ବାର୍ତ୍ତା ଦେବୁ ସେମାନେ ସଜାଗ ହୁଅନ୍ତୁ, ସେମାନେ ନିଜ ଅଧିକାର ପ୍ରତି ସଚେତନ ହୁଅନ୍ତୁ, ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହୁଅନ୍ତୁ। ଖାଲି ଅଧିକାର ନୁହଁ, କର୍ତ୍ତବ୍ୟ ପ୍ରତି ହୁଅନ୍ତୁ। ଆମର କିଛି କର୍ତ୍ତବ୍ୟ ଅଛି ସମାଜ ପ୍ରତି, ଟୁୱାର୍ଡସ୍ ଆମ ସମାଜ ପ୍ରତି, ଜିଲ୍ଲା ପ୍ରତି, ରାଜ୍ୟ ପ୍ରତି, ଲୋକଙ୍କ ପ୍ରତି, ଦେଶ ପ୍ରତି ସଜାଗ ହୁଅନ୍ତୁ। ନିଜ ଅଧିକାର ସାଙ୍ଗରେ କର୍ତ୍ତବ୍ୟକୁ ଦେଖନ୍ତୁ, ଆଉ ଭଲ ଭାବରେ ନିଜର ଅଧିକାର ସାଙ୍ଗରେ କର୍ତ୍ତବ୍ୟ ବିଷୟରେ ସଚେତନ ହୁଅନ୍ତୁ।